ବାପା ଯେବେ ଚାକିରିରୁ ଶନିବାର ଦିନ ଆସନ୍ତି, ସେତେବେଳେ ଆମ ମନ ନୁହେଁ ଘର ବି ହସି ଉଠୁଥିଲା। ଆଜି ବାପା ଆସୁଛନ୍ତି, କାହା ପାଇଁ କ'ଣ ଆସିଥିବ, ଏଭଳି କଳ୍ପନା ଜଳ୍ପନା ଚାଲେ ଆମ ଭାଇ ଭଉଣୀଙ୍କ ମନରେ। ଗାଁ ମୁଣ୍ଡ ବରଗଛ ମୂଳରେ ବସି ଚାତକ ପକ୍ଷୀ ପରି ରାସ୍ତାକୁ ଚାହିଁ ରହିଥାଉ ଆମମାନେ। ରିକ୍ସାବାଲା କି କାର୍ ଦୂରରୁ ଯଦି ଦେଖା ହୋଇଗଲା, ଆମ ଭିତରେ ଦୌଡ଼ ପ୍ରତିଯୋଗିତା ଲାଗିଯାଏ। କିଏ ଆଗେ ବାପାଙ୍କ ପାଖରେ ପହଞ୍ଚିବ। ବାପାଙ୍କର ସେ ଧାର ହସ ଆମମାନଙ୍କୁ ଦେଖି ଆଜି ବି ଆଖି ଆଗରେ ନାଚିଯାଏ। କାରଣ ମୋ ବାପା ଠାକୁରଙ୍କ ପାଖକୁ ଚାଲିଗଲେଣି। ଛାଡ଼ନ୍ତୁ, ବାପା ଗୋଟେ ବେଗ୍ ଧରେଇ ଦିଅନ୍ତି ଆମ ହାତରେ, ଆଉ ଆମେ ବାନର ସେନା ଭଳି ମୁଣ୍ଡେଇ ମୁଣ୍ଡେଇ ଚାଲୁ ତାଙ୍କ ପଛରେ। ଲୁଗା ପାଲଟି ସପ ବିଛେଇ ବାପା ବସି ପଡ଼ନ୍ତି। ଚା ପିଉ ପିଉ ବୋଉକୁ କହନ୍ତି, ଏବେ ବେଗ୍ ସବୁ ଢାଳ, ମଟନରେ ତେଲ ଲୁଣ ଗୁଳାଇଛି ନା ନାହିଁ, ବଡ଼ ନନା ଆଜି ରାନ୍ଧିବ। ବଡ଼ ବୋଉକୁ କହ ମସଲା ଦିନ ଥାଉ ଥାଉ ବାଟି ନବ, ନଚେତ୍ ମସଲାରେ କାଚିଣ୍ଡି ବାଟିଦେବ ଯେ। ମୁରଲି ଅନାଦି ଯିଏ ଆମର 6 ମାସିଆ ଆଉ ଜଣେ 12 ମାସିଆ ଥିଲେ, ତାଙ୍କୁ ବାପା ଅଟକାନ୍ତି। ହଁ, ବାସନ ବେଶୀ ହୋଇଯିବ, ତେଣୁ ମୁରଲି ଅନାଦିକୁ କୁହ କଦଳୀପତ୍ର କାଟି ଆଣିବ। ସଞ୍ଜ ହେଲା ପରେ ବୋଉ ଷ୍ଟୋଭରେ ଚା ବସେଇଲା। ସାନମା ଗାଙ୍ଗୁଲିରେ ମୁଢ଼ି, ମିକ୍ସଚର ଏବଂ ଆମ୍ବ ଆଚାରର ତେଲ ଦେଇ ଜବରଦସ୍ତ ଝାଲମୁଢ଼ି ବନେଇକି ତାଟିଆରେ ସମସ୍ତଙ୍କୁ ବାଣ୍ଟି ଦେଲେ। ବାପା ଯେବେ ରୁହନ୍ତି, ଏହି ଆଇଟମଟି ଆମର ହୁଏ। ଚା ସହିତ ଝାଲମୁଢ଼ିକୁ ବାପାଙ୍କର ବହୁତ ପସନ୍ଦ। ବାହାରେ ଝିପ୍ ଝିପ୍ ବର୍ଷା ପାଗ, ତା ସହିତ ଆମର ସପରିବାର ଗୋଟେ ଜାଗାରେ ଲଣ୍ଠନ ଜଳେଇ ଘେରି ବସିଥାଉ। ଡର ବିଷୟରେ ଅନାଦି ମୁରଲି ମଧ୍ୟରେ ଥଟ୍ଟା ଇଆରିକି ଚାଲିଥିଲା ବେଳେ ବାପା ଗୁଢ଼ାକୁ ଘଷୁ ଘଷୁ ଆରମ୍ଭ କଲେ ତାଙ୍କ ସହିତ ଘଟିଥିବା ଏକ ଘଟଣା। ଅଷ୍ଟମରେ ପଢ଼ୁଥିଲେ ବାପା। ବାପାଙ୍କୁ ଲଗେଇ ବୁଢ଼ୀମାର 4 ପୁଅ 3 ଝିଅ। ବୁଢ଼ାପା କଲିକତାରେ ଘାଟ ପୂଜା କରନ୍ତି, ତେଣୁ ସେ ଘରେ ରୁହନ୍ତିନି। 3 ପରସ୍ତ ଘରେ ବୁଢ଼ୀମା ଏକୁଟିଆ ରହେ ଛୁଆଙ୍କୁ ନେଇ। ସେଦିନ ପ୍ରବଳ ବର୍ଷା ବର୍ଷୁଥାଏ। ମା ବାରାଭାଇକୁ ଅଟକାଇ ଦେଲା, ଯିଏ ଆମର 12 ମାସିଆ ଥିଲା, ଆଉ ବେଳ ଉବଳରେ ଯେତେବେଳେ ଦରକାର ପଡ଼େ ମା ତାକୁ ରାତିରେ ଅଟକାଇ ଦିଏ। ସେଦିନ କ'ଣ ହେଲା ନା, ମୋର ମନ ଛନ ଛନ, କାରଣ ଖୋଇଚି ନାଳରେ ବସେଇଛି। ନିଶ୍ଚିତ ନଈରୁ ମାଛ ଉଠିଥିବ, ହେଲେ ମା ଛାଡ଼ୁନି। କହିବା ତ ଛାଡ଼, ଶୁଣିତେ ବି ପ୍ରସ୍ତୁତ ନୁହଁ, କାରଣ ମଶାଣି ଭୂଇଁ ଦେଇ ନାଳ ଯାଇଛି। ଏତେ ରାତିରେ ଯାଇପାରିବୁନି ବୋଲି ତାର କଡ଼ା ତାଗିଦ୍। ଏପଟରେ ମାଛ ନିଶା। ଯାର ମାଛ ଧରିବାର ନିଶା ଥାଏ, ସେ ବୁଝିପାରିବ ମୋ ମନ କଥା। ଛଡ଼ରେ ଏଣେ ପୋଖରୀରେ ଜିଅଳ ଦେଇଛି, ମାଛ ଲାଗିଥିବ। ମା'କୁ ବୁଝେଇ ବାରାଭାଇ ସାଙ୍ଗରେ ବାହାରିଲି ବାଲ୍ଟି 2ଟା ଧରିକି। ଲଣ୍ଠନ ଆଲୁଅ ବାଟ କାଢ଼ି କାଢ଼ି ପହଞ୍ଚିଲୁ ନଦୀ ନାଳ ପାଖରେ। ଖଇଞ୍ଚି ଉଠେଇ ବାରାଭାଇ ଝାଡ଼ିଲା ତଳେ, କି ମାଛ! ମୁଁ ତ ଜୀବନ ବିକଳରେ ବାଲ୍ଟି ଭିତରେ ପୂରେଇ ଚାଲିଛି, ତଥାପି ମାଛ ବଳିଲା। 2 ବାଲ୍ଟି ପୂରି ଆହୁରି ବଳୁଛି। ବାରାଭାଇ ତା ଗାମୁଛାରେ ଗଣ୍ଠୁଣି ମାରି ମୋ ପଛେ ପଛେ ଚାଲିଲା। ଗାଁ ମୁଣ୍ଡ ବରଗଛ କ୍ରସ୍ କଲା ପରେ ଲାଗିଲା
ଆମ ସାଇଟରେ କିଏ ଧସ୍ ଧସ୍ ହେଇ ଚାଲୁଛି। କାଳେ ମୁଁ ଡରିବି। ବାର ଭାଇ ବଡ଼ ପାଟିରେ ଭଜନ ଗାଇ ଗାଇ ଚାଲୁଥାଏ। କିନ୍ତୁ ମୁଁ ବୁଝି ଯାଇଥିଲି ଜନ୍ତୁ ହାବୁଡ଼ରେ ପଡ଼ିଗଲୁ। ମା କହେ ଏ ଗଛରେ କିଛି ଅଛି। ଏ ବାଟରେ ଯିଏ ଯାଏ ତାକୁ ଖୁବ୍ ହଇରାଣ କରେ। ମା କହୁଥିଲା ଡରିବୁନୁ, ତୋ କାନ୍ଧରେ ବ୍ରହ୍ମଗଣ୍ଠି ପଡ଼ିଛି, କେହି ଛୁଇଁ ପାରିବନି। ସେ ଜନ୍ତୁ କଳା ଧୂଆଁ ପରି ଆଗ ପଛ ବୁଲୁଥାଏ। କେତେବେଳେ ଧସ୍ ଧସ୍ ହୋଇ ଚାଲୁଥାଏ, କେତେବେଳେ ମୋ ମୁହଁକୁ ଫୁଙ୍କି ଦେଉଥାଏ। ବାପ୍ରେ ବାପ୍, କି ସେ ଦୃଶ୍ୟ ଆଜି ମନରେ ପଡ଼ିଲେ ରୁମ ଠିଆ ହେଇ ପଡ଼ୁଛି। ବାପ୍ରେ ବାପ୍, ଗାଁର ପ୍ରଥମ ଘର ଆମର। ମା ଏବଂ ମୋ ନନା ପିଣ୍ଡାରେ ବସି ଚାହିଁଥାନ୍ତି ଆମ ଫେରିବା ବାଟକୁ। କଷ୍ଟେ ମଷ୍ଟେ ଘର ପାଖରେ ପହଞ୍ଚିଲୁ। ବାର ଭାଇ କହୁଥାଏ ପଛକୁ ଅନାନି, କିଛି ନୁହେଁ, ତୁ ଘରକୁ ଚାଲ। କ'ଣ ହେଲା, କ'ଣ ହେଲା? ମା ପାଟି ଶୁଣି ମୋ ଜୀବନ ପଶିଲା। ମା ଶବ୍ଦ ଶୁଣି ମୁଁ ତାକୁ ଆଉ ଅନେଇକି ବେହୋସ ହେଇଗଲି। ମା ମୋତେ ଭିତରକୁ ନେଇ ପାଣି ଫାଣି ଛାଟି ସବୁ କଥା ଶୁଣିଲା। ବାସୁଦେବଙ୍କର ପାଦୁକା ଆଣି ଛିଞ୍ଚିଲା। ବହୁତ ଭଗବାନଙ୍କୁ ଗୋଡ଼ ତଳେ ପଡ଼ିଗଲା, ହେ ବାସୁଦେବ, ମୋ ଛୁଆକୁ ବଞ୍ଚେଇ ଦେଲ। ତାପରେ ବାରାହି ତାର କଥାବାର୍ତ୍ତା ଆରମ୍ଭ କଲେ ସେଇ ଗଛ ବିଷୟରେ। ସେ ଗଛ ଜଣେ ତାନ୍ତ୍ରିକ ତା ତନ୍ତ୍ର ସାଧନା ପାଇଁ ଉଡ଼େଇ ଉଡ଼େଇକି ନେଇକି ଯାଉଥିଲା କାଳେ ରାତି 2ଟା ବେଳେ। ଆମ ଠାକୁର ବାଡ଼ିରେ ଯେଉଁ ଥାନ୍ତି ଗାଁ ମାନଙ୍କରେ, ଆପଣମାନଙ୍କରେ ଥିବ ଠାକୁର ବାଡ଼ି, ସେଠି ଠାକୁର ରୁହନ୍ତି। ପୁରୀରୁ ଆସିକି ଜଣେ ମହନ୍ତ ରୁହନ୍ତି ତାଙ୍କ ସେବା କରିବା ପାଇଁ। ସିଏ ରାତିରେ ଏକ କରିବା ପାଇଁ ଉଠିଥିଲେ, ଦେଖିଲେ ଗୋଟେ ଗଛ ଉଡ଼ି ଉଡ଼ିକି ଯାଉଛି। ସିଏ ତାଙ୍କ ମନ୍ତ୍ର ବଳରେ ଗଛଟିକୁ ଅଟକେଇ ଦେଲେ ସେଇଠି। 2 ଜଣଙ୍କ ଭିତରେ ବହୁତ ଫାଇଟିଂ ହେଲା। ତ ସେ ତାନ୍ତ୍ରିକ ଆଉ ସେ ଗଛକୁ ନେଇ ପାଇଲାନି। ସେଇ ଗଛଟି ସେଇଠି ରହିଗଲା। ସେ ଗଛକୁ କୁଆ ଗଛ ବୋଲି କହନ୍ତି। ନା ସେ ଫଳେ ନା ଫୁଲ ହୁଏ। ଆଜି ପର୍ଯ୍ୟନ୍ତ ଅଛି, କିନ୍ତୁ କେହି ଜାଣିନାହାନ୍ତି ସେ ଗଛଟି କି ଗଛ। ନା ତା ଉପରେ କୁଆ ବସନ୍ତି, ନା ମଣିଷ ତା ତଳେ ବସନ୍ତି। କିନ୍ତୁ ରାତି ଅଧରେ 2ଟା 3ଟା ହେଇଗଲେ ଅସ୍ପଷ୍ଟ ଆବାଜ, ଲୋକଙ୍କୁ ଅଟକେଇ ଦେବା, ଏଭଳି ଇନସିଡେଣ୍ଟ ହୁଏ। କିନ୍ତୁ ଆଜି ବି ମୁଁ ଯେବେ ଗାଁକୁ ଯାଏ, ବାପାଙ୍କ କଥା ଅନୁସାରେ ସେ ଗଛ ବି ଆଜି ବି ଅଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେହି ତାକୁ ଚିହ୍ନି ନାହାନ୍ତି। ତାହେଲେ ଏଭଳି ଯଦି ଆପଣମାନଙ୍କର ଅନୁଭବ ଥିବ, ମୋତେ ସେୟାର କରିବେ, କମେଣ୍ଟ କରିବେ, ଲାଇକ୍ କରିବେ। ଆଉ ମୋ ଚ୍ୟାନେଲ୍ ଦ ହାର୍ଟ ଟେକର୍ ଆଉ ମୋ ସର୍ଟ ଚ୍ୟାନେଲ୍ 8 ନାଇଟିଙ୍ଗେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ করতে ভুলিবেনি। ধন্যবাদ।